କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗରୁ ଯେତେ ଥର ଓଡ଼ିଶା ଆସିଛନ୍ତି, ନରେନ୍ଦ୍ର ମୋଦି ହୁଅନ୍ତୁ କି ଅମିତ ଶାହା ହୁଅନ୍ତୁ ବା ଯେକୌଣସି ବିଜେପିର ତୁଙ୍ଗ ନେତା ଆସିଛନ୍ତି, କେନ୍ଦ୍ର ନେତା, ସେମାନେ ବ୍ୟକ୍ତିଗତ ଭାବରେ ନବୀନଙ୍କୁ ଆକ୍ରମଣ କରିନାହାନ୍ତି। ସେମାନେ କେବଳ ଲୋକମାନଙ୍କୁ ଆପିଲ କରିଛନ୍ତି ତାଙ୍କୁ ଭୋଟ ଦେବା ପାଇଁ। କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଦେଖାଯାଉଛି ଯେ ବିଜେପିର ତୁଙ୍ଗ ନେତାମାନେ ସେମାନେ ଆପ୍ରିହେନ୍ସିଭ୍ ହୋଇପଡ଼ିଲେଣି ଯେ ଓଡ଼ିଶାରେ ସେମାନଙ୍କର ମାନେ ହୁଏତ ବିଶେଷ କିଛି ସଫଳତା ସେମାନେ ପାଇପାରିବେ ନାହିଁ। କାରଣ ଯଦିଓ ଆଗରୁ ସେ ଘୋଷଣା କରିଥିଲେ ଗତ ନିର୍ବାଚନ ପୂର୍ବରୁ ଯେ ଏଥର 120+ ସିଟ୍ ପାଇବେ ବୋଲି 147ରୁ, କିନ୍ତୁ ଦେଖାଦେଲା ଯେ ସେଥିରେ ସେମାନେ ଶୋଚନୀୟ ଭାବରେ ସେଥିରେ ସଫଳ ହୋଇପାରିଲେନି, ପରାଜିତ ହେଲେ। ତେଣୁ ସେହି ଦୃଷ୍ଟିରୁ ଏଥର ମଧ୍ୟ ସିଏ ସେଭଳି ଭାବରେ ବାହାସ୍ଫୋଟ ମାରୁଥିଲେ ମଧ୍ୟ ସେ ଜାଣିଛନ୍ତି ଯେ ଓଡ଼ିଶାର ଜନସାଧାରଣ କେବେ ହେଲେ ବିଜେଡ଼ି କି ଦୂରେଇ ଦେବେ ନାହିଁ। କାରଣ ବିଜେଡ଼ି ଠୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ନେଇଛନ୍ତି ଏବଂ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠୁ ମାନେ ଦୁର୍ବିପାକ ମ୍ୟାନେଜମେଣ୍ଟଠୁ ଆରମ୍ଭ କରି ଓଡ଼ିଶାର ଆର୍ଥିକ ସ୍ଥିତି ସୁଧାରିବା ଏବଂ ଲୋକମାନଙ୍କୁ ବହୁ ସୁବିଧା ସୁଯୋଗ ଦେବା, ଓଡ଼ିଶାର ମାନେ ପ୍ରତିଟି ଧର୍ମ କ୍ଷେତ୍ରର ଉନ୍ନତି କରିବା ଏବଂ ଓଡ଼ିଶାର ରାସ୍ତାଘାଟ ସବୁ ଉନ୍ନତି କରିବା, ଏ ବାବଦରେ ଯେତିକି ପଦକ୍ଷେପ ନବୀନ ନେଇଛନ୍ତି ସେଭଳି କୌଣସି ପଦକ୍ଷେପ ମୋଦିଜୀ ନେଇନାହାନ୍ତି। ଅପରପକ୍ଷେ ଓଡ଼ିଶାର ଯେଉଁ କୋଷ୍ଟାଲ ହାଇୱେ ସେ ଯେଉଁ ପ୍ରମିସ୍ କରିଥିଲେ, କେନ୍ଦ୍ର ସରକାର ପ୍ରମିସ୍ କରିଥିଲେ, ସେଇଟା କିଛି କାର୍ଯ୍ୟକାରୀ ହୋଇପାରି ନାହିଁ। ସେଭଳି ଭାବେ ମଧ୍ୟ ନ୍ୟାସନାଲ ହାଇୱେଟାକୁ ଏପର୍ଯ୍ୟନ୍ତ ତା କାମ ସାରି ନଥିବାରୁ ସେଠି ଶହ ଶହ ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ତେଣୁ ଏଇ ଯେଉଁ ସ୍ଥିତିରେ ଓଡ଼ିଶାର ଜନସାଧାରଣଙ୍କ ହୃଦୟ ଜିତିବା ପାଇଁ ମୋଦିଜୀ ବା ତାଙ୍କ ସରକାର ସେଭଳି କିଛି ପଦକ୍ଷେପ, ଉଲ୍ଲେଖଯୋଗ୍ୟ ପଦକ୍ଷେପ ଏପର୍ଯ୍ୟନ୍ତ ନେଇନାହିଁ। କେବଳ ଫଲ୍ସ ପ୍ରମିସ୍ ଉପରେ ମୋଦି ସରକାର ଚାଲିଛି। କାରଣ ଓଡ଼ିଶାର ପ୍ରତିଟି ଲୋକ ଦରଦାମର ମାନେ କୁଠାରଘାତ ପ୍ରତିଦିନ ଅନୁଭବ କରୁଛନ୍ତି। ତେଲ ଲୁଣଠୁ ଆରମ୍ଭ କରି ଏଭଳି ଗୋଟେ କୌଣସି ଖାଉଟି ପଦାର୍ଥ ନାହିଁ ଯାହାର କି ମୂଲ୍ୟ ହ୍ରାସ ପାଇଛି। ଯଦିଓ ମୋଦିଜୀ ପ୍ରମିସ୍ କରିଥିଲେ ଯେ ସିଏ ଶାସନ କ୍ଷମତାକୁ ଆସିଲା ପରେ ସବୁ ଜିନିଷର ଦରଦାମ କମିଯିବ ଏବଂ ବର୍ତ୍ତମାନ ଗୋଟେ ସୁବିଧା ହେଇଛି କ'ଣ ନା ଭାରତବର୍ଷର ଅଧିକାଂଶ ମିଡ଼ିଆ ସେମାନେ ଭୟଭୀତ ହେଇକରି ମୋଦିଜୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି, ଯେଉଁଟା ହେଉଛି ମୋଦିଜୀଙ୍କ ପାଇଁ ଗୋଟେ ଆଡ଼ଭାଣ୍ଟେଜ୍। କୌଣସି ମିଡ଼ିଆ ଏପର୍ଯ୍ୟନ୍ତ ମୋଦିଜୀଙ୍କର ଅସଲ ମୁଖା ଖୋଲିବା ପାଇଁ ମଧ୍ୟ ସାହସ କରିନାହାନ୍ତି। କାରଣ ବର୍ତ୍ତମାନ ଯେଉଁଭଳି ଭାବରେ ସବୁ ଚାଲିଛି, ମାନେ ଦମନ ପାଇଁ ଯେଭଳି ଭାବରେ ଉଦ୍ୟମ ଚାଲିଛି ଏବଂ ମାନେ କାହାକୁ CBI ଆଉ ଅନ୍ୟାନ୍ୟ ଯେଉଁ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଲଗେଇକରି ଯେଭଳି ଭାବରେ ବିରୋଧୀମାନଙ୍କ ପ୍ରତି ପଦକ୍ଷେପ ନିଆଯାଉଛି, କେଜରିୱାଲଙ୍କ ପ୍ରତି ଯେଭଳି ପଦକ୍ଷେପ ନିଆଗଲା, ସେସବୁ ଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ଲୋକମାନଙ୍କୁ ଭୟଭୀତ କରାଇବା ବ୍ୟତୀତ ଅନ୍ୟ କୌଣସି ଉଲ୍ଲେଖଯୋଗ୍ୟ ପଦକ୍ଷେପ କେନ୍ଦ୍ର ସରକାର ନେଇନାହାନ୍ତି। ତେଣୁ ସେହି ଦୃଷ୍ଟିରୁ ମୋଦିଜୀଙ୍କର ଗସ୍ତ ଓଡ଼ିଶାର ଜନସାଧାରଣଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଲା ଭଳି ମୁଁ ଅନୁଭବ କରୁନି। କେବଳ ମୋଦିଜୀ ଯେହେତୁ ଏପର୍ଯ୍ୟନ୍ତ ଭାରତବର୍ଷରେ ମୋଦିଜୀଙ୍କର କେହି ବିକଳ୍ପ ନେତା ସୃଷ୍ଟି ହୋଇନାହାନ୍ତି। କାରଣ ଅନ୍ୟାନ୍ୟ ଦଳ ସବୁ ବିଭାଜିତ, କଂଗ୍ରେସ କଥା ତ ନ କହିବା ଭଲ। ସେଭଳି ଭାବରେ ଆଉ କୌଣସି ଦଳ ନାହିଁ ଯେ କି ମୋଦିଜୀଙ୍କି ମାନେ ଚ୍ୟାଲେଞ୍ଜ କଲା ଭଳିଆ କୌଣସି ଦଳ ଏପର୍ଯ୍ୟନ୍ତ ଭାରତବର୍ଷରେ ସୃଷ୍ଟି ହୋଇନାହିଁ, ଓଡ଼ିଶା କଥା ଛାଡ଼ନ୍ତୁ। ସେଇ ଦୃଷ୍ଟିରୁ ଦେଖିଲେ ମୋଦିଜୀ ଏପର୍ଯ୍ୟନ୍ତ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିକିରି ଶାସନ ଚଳାଇଛନ୍ତି ଏବଂ ଯେହେତୁ ତାଙ୍କର କେହି ବିକଳ୍ପ ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହାନ୍ତି, ସେହି ଦୃଷ୍ଟିରୁ ମୋଦିଜୀ ନିଶ୍ଚିତ ଭାବରେ ମାନେ ଚେଷ୍ଟା କରିବେ, ଯାହା ସେ ଆଗରୁ ଘୋଷଣା କରିଛନ୍ତି ଯେ ଏଥର ଓଡ଼ିଶାର ଅଧିକାଂଶ ସ୍ଥାନ ସେ ଦଖଲ କରିବେ। ଏବଂ ସବୁଠୁ ମଜାର କଥା ଯେ କେତେକ ତୋଷାମଦକାରୀ ମିଡ଼ିଆ ଏବଂ କେତେକ
जनमत संग्रहकारी संस्था बोली निजको क्लेम करुवा किसी संस्था से मैंने आखिबुझा मिछ खबर सब दौरान एथर ओडिशा रे बीजेडी संपूर्ण रूपे निश्चिन्न हो केतक संस्था घोषणा करिसेंती। मु कहवा कथा कौन जे समस्तंकर कथा कहबार स्वाधीनता रही एवं समस्तंकर आलोचना करिवार समालोचना करिवार स्वाधीनता रही से दृष्टि समस्ते टिके माने केवल निजर भाव प्रवणता दृष्टि एवं निजको निजर स्वाधीन मत को एड़ाई केवल खुशामत तोषामत करने बा किसी फायदा आर्थिक फायदा बा अन्य फायदा उठाइवाई से मैंने जो सब प्रचार करुँच जे एथर ओडिशारू बीजेडी संपूर्ण रूपे निश्चिन्न हो जाऊ बोली जो सब गणमाध्यम संस्था बारंबार घोषणा करिसेंती से दृष्टि देखिले से मोदीजी जहाँ चाहूँगी ओडिशारू ताहा से पाइबे नहीं कारण ओडिशार जनसाधारण अंगे अंग अनुभव करिसेंती जे डिफरेंस कौन माने केंद्र सरकार एवं ओडिशा सरकार भितर नवीन पट्टनायक एवं मोदीजी भितर तफात कौन सेटा ओडिशावासी अंगे अंगे हाड़े हाड़े अनुभव करिसेंती से दृष्टि मोदींगर जो गस्त लोक मानक उपरे विशेष पाखरे भाव प्रभाव पकई पार नहीं बोली मु अनुमान करुच्ची। ता छड़ा मोदीजी जो आसुंच ओडिशा गस्तरे से ब्रह्मपुर रे जो भद्रलोकों प्रचार करुँच से जड़े माने दागी बोली कहले अत्युक्ति हम नहीं कारण से जेल जाइए बर्तमान से अच्छा माने से जड़े विचाराधीन बंदी एवं तांको से जनसाधारण कोटी कोटी टंका ठकी थिबार प्रमाण मिली एवं ताहा मध्य एबे विचाराधीन रही से भली लोक मानक जो माने सब माने दागी बोली कहले जो मानक अत्युक्ति हम नहीं से भली लोक मानक मोदीजी प्रचार करुथिबारु बा बीजेपी दलर तुंग नेता माने प्रचार करुथिबारु सेथिपे मध्य लोक मानकर आस्था बीजेपी दल उपर आस्ते आस्ते कमी जाउथिबार परिलक्षित होउछि।